ମଶା ମାରୁ ମାରୁ ଜଳିଗଲା ଲକ୍ଷାଧିକ ଟଙ୍କା। ଏପଟେ ସନ୍ଧ୍ୟାରେ ଘରେ ମଶା ଧୂଆଁ ଦିଆ ହେଇଥିଲା, ହେଲେ କେମିତି କେଜାଣି ସେଇ ଧୂଆଁରୁ ପୁରା ଘରେ ନିଆଁ ଲାଗିଯାଇଥିଲା। ଆଉ ଦେଖୁ ଦେଖୁ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏବେ ବି ଘର ସାମ୍ନାରେ ପଡ଼ିଛି ଗଦା ଗଦା ପାଉଁଶ, ଆଉ ଜଳିଯାଇଛି ପୁରା ଘର। ଆଉ ତା ସାଙ୍ଗକୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି ସବୁକିଛି। ସନ୍ଧ୍ୟା ସମୟରେ ଘରେ ଅଗଣାରେ ମଶା ପାଇଁ ଧୂଆଁ ଦିଆହେଇଥିଲା, ହେଲେ ସେଇ ନିଆଁ ଏତେ ଭୟଙ୍କର ରୂପ ନେଇଯିବ ତାର କୌଣସି ହିସାବ ନଥିଲା। ସବୁଦିନ ପରି ଆଜି ମଧ୍ୟ ମହିଳା ଜଣକ ଘର ଅଗଣାରେ ଧୂଆଁ ଦେଇ ମଶା ଘୋଡ଼ାଉଥିଲେ, ହେଲେ ଶେଷରେ ସେଇ ନିଆଁ ତାଙ୍କ ସବୁକିଛି ଶେଷ କରିଦେବ ସେ କଥା କେବେ ବି ଚିନ୍ତା ମଧ୍ୟ କରିନଥିଲେ। କେବଳ ସେତିକି ନୁହେଁ ଆଜ୍ଞା, ସେଇ ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ 30ରୁ ଅଧିକ ଜୀବନ ମଧ୍ୟ ନେଇଯାଇଥିଲା। ଆଉ କେହି କିଛି ବୁଝିବା ଆଗରୁ ସବୁକିଛି ଜଳିପୋଡ଼ି ଭସ୍ମ ହୋଇଗଲା। ସତରେ ଏମିତି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ, ଆଉ ଏମିତି ମରଣ ଭଗବାନ କାହା ଭାଗ୍ୟରେ ନ ଲେଖନ୍ତୁ। ସତରେ ଆଜି ନିଜର ସବୁକିଛି ଆଖି ଆଗରେ ନଷ୍ଟ ହୋଇଯାଉଥିବାର ଦେଖି ଏ ମହିଳା ଜଣକ ଯେପରି ଆଉ ଧୈର୍ଯ୍ୟ ରଖି ରହିପାରୁନଥିଲେ। ସେ ଦୁଃଖ, ସେ ଯନ୍ତ୍ରଣାକୁ ଯେମିତି ସେ ସହିପାରୁନାହାନ୍ତି, ଆଉ ସେଥିପାଇଁ ତ ଆଜି ବୁକୁ ଫଟେଇ କାନ୍ଦି କାନ୍ଦି ତଳେ ଗଡ଼ି ଯାଉଛନ୍ତି। ହଁ ଆଜ୍ଞା, ଗୁହାଳରେ ମଶା ଧୂଆଁରୁ 30 ଛେଳି 3 ଗୋରୁ ଜିଅନ୍ତା ଜଳିଯାଇଛନ୍ତି, ଆଉ ତା ସହିତ ଜଳିଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତ ବଳବୁଦ୍ଧି ଗ୍ରାମର କୈଳାସ ମଲ୍ଲିକଙ୍କ ଗୁହାଳରେ ବିଳମ୍ବିତ ରାତିରେ ନିଆଁ ଲାଗି 30 ଛେଳି 3 ଗୋରୁ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ଗୁହାଳରେ ହଠାତ୍ ନିଆଁ ଲାଗିଯାଇଥିବା ଫଳରେ ସବୁକିଛି ଜଳିଯିବା ସହିତ ପରେ ସେହି ନିଆଁରେ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ପରିବାର ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଆଉ ଖବର ପାଇ ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ମଧ୍ୟ କରିଥିଲେ, କିନ୍ତୁ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ତେବେ ନିଆଁ କେବଳ ସେହି ମଶା ଧୂଆଁରୁ ଲାଗିଥିଲା ନା କେହି ଜାଣିଶୁଣି ଏ କାଣ୍ଡ ଘଟାଇଛି, ତାକୁ ନେଇ ପରିବାର ମନରେ ସନ୍ଦେହ ଲାଗି ରହିଥିବା ଦେଖିବାକୁ ମିଳିଛି। କେମିତି ଘଟିଲା ଏଟା ଆମେ ଦେଖିନେ। ଜଷ୍ଟ ଛେଳି ଛୁଆ ଯେତେବେଳେ ବୁଗିଗଲେ ମେ ଡାକିକି, ଜଷ୍ଟ ମୋ ବୋଉ ବାହାରି ଆସିବାକୁ 2 ଜଣ ବାପ ପୁଅ ଦୌଡ଼ିକି ପଳେଇଗଲେ। ଜଷ୍ଟ ଖାଲି ହୁରି ପକେଇତ ନାହିଁ, ସେ ମାନେ 4 ବିଟି ନିଆଁ ନାଗିଗଲା। ହଉ କି 4 ବିଟି ନାଗିଲା ମାନେ ଆମେ ଆଉ ନିଜେ କାଢିବା ବି କଷ୍ଟ ହେଇଗଲା, କାଢି ପାରିଲୁନି କିଛି ନାହିଁ। ମାନେ ସେ ବାପ ପୁଅ ପଳେଇଗଲେ, ଦୌଡ଼ି ପଳେଇଲା, ଧରା ବି ଦେଇପାରିଲେନି। ମୁଁ ଅନୁମାନ କରୁଛୁ ଠିକ 1 ବେଳେ, କାହିଁକିନା ଆମେ ନିବି ସାରିଲା 1:44 ଠିକ 5 ମିନିଟ୍ ଗଲା ଗଳିବା ସମ୍ପୂର୍ଣ୍ଣ ମଝିଟା। ବାସ୍ ମୋ ଗୋରୁ ଗାଈ ସବୁ ଯାକ ଚାଲିଗଲେ। କେତେବେଳେ ମୁଁ ସେରକ କହିପାରିନି, ମୁଁ ମୂର୍ଖ ନୁକ, କିନ୍ତୁ ଛେଳି ଛୁଆ ଭୋଗିଲା ବେଳକୁ ମୁଁ ଦୌଡ଼ି ଚାଲିନି। ଚାଲି ଆସିଲା ବେଳକୁ ବାପ ପୁଅ 2 ଜଣ ଦୌଡ଼ିକି ପଳେଇଗଲେ। ମୁଁ ବି ପୁରା ଚିହ୍ନି ପାରିନି, ଅନ୍ଧାର ପୁରା ନାଲିଆ ଆଲ ଘର ଚାରିକଡ଼ର ଭିତରକୁ ମୁଁ ପଶି ପାରିନି। ମୁଁ ହୁରି ପକେଇନି, ହୁରି ପକେଇଲା ବେଳକୁ ସେମାନେ ଯେ ଦୌଡ଼ି ଆସିଲେ 10 ଜଣ, ନିଆଁ ବି ନିଭେଇ ପାରିଲେନି। ପାଣି ଛାଟି ଦେବାକୁ ସେ ନିଆଁ ହଉ କି ଉଠୁଛୁ, ପାଣି ଛାଟି ଦେବାକୁ ସେ ନିଆଁ ହଉ କି ଉଠୁଛୁ, ନାଲିଆ ପୁରା। ଯେମାନେ ଦେଖିଛନ୍ତି ସେମାନଙ୍କୁ ପଚାରିବ ସେ ନିଆଁଟା କେମିତି ନାଗିଛି। ମାନେ ସେ ବାପ ପୁଅ ନଗିଦେଲେ ମାନେ ଶତ୍ରୁ। ଆଜି 6 ମାସ ହେଲା ସେ 4 ବାଟେ ନାଗିଛି ଯେ ଭିତରେ ସେଲ ଫୁଡ଼ିବ, ଏ ଭିତରକୁ ପାଣି ପାଇପି ଆଣିବ। ମୁଁ ପଟ୍ଟା କରିଛି, ମୁଁ ଦଲିରି କରିଛି, ମୁଁ 5 ଲକ୍ଷ ଟଙ୍କା ଦେଇକି ନେଇଛି। ବସ୍ତାରୁ ସୁଭାଷ ଦାସଙ୍କ ରିପୋର୍ଟ, A1 ଓଡ଼ିଆ।